ସାଙ୍ଗମାନେ ବୁଧବାର ଶୁକ୍ରବାର ସଣ୍ଡେ ହେଲା ମାନେ ତ ଘରକୁ ପୁରା ଆଇଁଷ ଆସିବା କମ୍ପଲସରି, ସେ ମାଛ ହଉ ବା ମାଂସ। କିନ୍ତୁ ମାଂସକୁ ଏତେ ଛୋଟ ଛୁଆଙ୍କର ଟିକେ ପସନ୍ଦ, କିନ୍ତୁ ଆମକୁ ଏତେ ମାଂସଟା ଏତେ ଚିକେନ୍ ଫିକେନ୍ ପସନ୍ଦ ନୁହଁ। ତ ମାଛ ଯଦି ଟିକେ ହେଇଯାଇଛି ନା ଆମର ବାସ୍ ଚଳିଗଲା। ତ ଯେହେତୁ ପୋଖରୀ ଧରା ହେଇଥିଲା 2 ପ୍ରକାର ମାଛ ଆସିଥିଲା। ତ ଏଇଟା ଗୋଟେ କି ମାଛ ମୁଁ ତ ଭଲସେ ଜାଣିନି, ଆପଣମାନେ ଯଦି ଜାଣିଥିବେ ମୋତେ ନିଶ୍ଚିନ୍ତ କମେଣ୍ଟରେ ଜଣାଇବେ। ଏଠି ଦେଇ ଆମର ପୁରା କଡ଼ା କରି ପୁରା ଛାଣିଦେଲେ କିଛି ପଖାଳ ଖାଇବା ପାଇଁ, ଆଉ କିଛି ରୋଷେଇ କରିବା ପାଇଁ। ଏଠି ମୁଁ କଡ଼େଇରେ ତେଲ ଦେଇନେଲି। ତ ଦେଇ ସାରିଲା ପରେ ସେଥିରେ ଟମାଟୋ ପିଆଜକୁ ଭାଜି ସାରିଲା ପରେ ଏଠି ବେସର ଟିକେ ଦେଇକି ଲୁଣ ହଳଦୀ ଲଙ୍କାଗୁଣ୍ଡ ତା ସହିତ ତେନ୍ତୁଳି ରସ ଦେଇକି ତାକୁ ଫୁଟିବା ପାଇଁ ଛାଡ଼ିଦେଲି। ସେ ଯେତେବେଳେ ପୁରା ବଢ଼ିଆ ସେ ସିଝିଗଲା, ମାଛକୁ ସେଇଠି ପକାଇଦେଲି, କାହିଁକିନା ଏଇଟା ଝୋଳ ହେବନି, ବେସରିଆ ହେବ। ଆଉ ଏ ମାଛଟା ସହିତ ପଖାଳ ଭାତ ପୁରା ଟପ୍। ତା ସହିତ ଏଠି ପଳେଇ ଆସିଥିଲା ଆମର ପାଣି ଆଖିଆ ମାଛ। ତ ତାକୁ ମୁଁ କହିଲି ବି ମଝି ପୁରା କଟା କରିକି ଭାଜିଦେବି, ଆଜି ଆକୁ ଝୋଳ ବନାବ। ଯେହେତୁ ଗରମ ଭାତ ଖିଆ ହେବ, ଝୋଳ ତ ନିଶ୍ଚିନ୍ତ ହେବ। ତ ଆପଣମାନେ ଜାଣିଥିବେ ଏ ମାଛଟା ଖାଇବା ପାଇଁ ଯେତିକି ଭଲ ନ ଲାଗେ, ଆର ଝୋଳଟା ବହୁତ ହି ବଢ଼ିଆ। କାରଣ ଏ ମାଛଟା ଏତେ ସାରା କଣ୍ଟା ଯେ ବିଲକୁଲ ବି ଭଲ ଲାଗେନି ଖାଇବା ପାଇଁ, କିନ୍ତୁ ମୋତେ ଆର ଝୋଳଟା ବହୁତ ପସନ୍ଦ। ତ ତାକୁ ବଢ଼ିଆ ସେ ତେଲ ଦେଇକି ପୁରା କଡ଼ା କରିକି ଭାଜି ନେଲି। ତ ଦେଖନ୍ତୁ, ଯେତେ କଡ଼ା କରିକି ମାଛଟାକୁ ଭାଜିବା ଖାଇବା ପାଇଁ ସେତେ ଭଲ ଲାଗିବ, ତା ଝୋଳ ମଧ୍ୟ ସେତେ ଟେଷ୍ଟ ହେବ। ତ ସେଇ କଡ଼େଇରେ ମାଛ ଭଜା ସରିଲା ପରେ କିଛି ତେଲ ଦେଇନେଲି। ପ୍ରଥମେ ଆଳୁକୁ ଭାଜିଦେବା। ଆଳୁଟା ଯେକୌଣସି ଜିନିଷରେ ଭାଜିକି ପକାଇବା, ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। ତ ସେଥିରେ ଆଳୁ ଟିକେ ଭଲସେ ଭାଜି ହେଇଗଲା ପରେ ସେଥିରେ ପିଆଜ ଦେଇଦେଲି। ତ ପିଆଜ ଭାଜିଗଲା ପରେ ସେଥିରେ କଲର୍ ପାଇଁ ଦେଇଦେଲି ଲଙ୍କାଗୁଣ୍ଡ, ତା ସହିତ ହଳଦୀ ଗୁଣ୍ଡ ଦେଇକି ଏପଟେ ମସଲାରେ ଜିରା ସୋରିଷ, ତା ସହିତ ଦିଆ ହେଇଥିଲା ପିଆଜ ରସୁଣ ଅଦା ଟମାଟୋ ସବୁ ପେଷ୍ଟ କରା ହେଇଯାଇଥିଲା। ଏପଟେ ସୋରିଷ ମସଲା ବି ଦିଆ ହେଇକି ଟିକେ ବଢ଼ିଆ ସେ କଷା ହେଇଗଲା। ଯେମିତି ଭଲସେ କଷିକି 4 ସାଇଡ଼ରୁ ତେଲ ବାହାରି ଆସିଲା, ସେଥିରେ ଆମେ ପାଣି ଦେଇଦେଲୁ। ତ ତାକୁ କଭର୍ କରିନେବା ସିଝିବା ପାଇଁ। ଓ ବାସ୍ନା ତ ବହୁତ ହି ବଢ଼ିଆ ଅଛି। ଆପଣମାନେ ନିଶ୍ଚୟ ଥରେ ଏ ଟ୍ରିକ୍ରେ ବନାନ୍ତୁ, ବହୁତ ହି ବଢ଼ିଆ ଲାଗିବ। ତା ସହିତ ଯଦି ଆପଣମାନେ ବୋଇତାଳୁ ମଞ୍ଜି ପକାଇଦେବେ, ବୋଇତାଳୁ ମଞ୍ଜି ବା କଖାରୁ ମଞ୍ଜି, ତ ଆହୁରି ଟେଷ୍ଟ ଲାଗିବ। ତ ଦେଖନ୍ତୁ ମୋର ମାଛ ତରକାରୀ ରେଡ଼ି ହେଇଗଲା। ଆପଣମାନଙ୍କୁ କେମିତି କ'ଣ ଲାଗୁଛି ନିଶ୍ଚୟ ଜଣାଇବେ। ଆଜି ତ ଆମର 2 ପ୍ରକାର ମାଛ, ତା ସହିତ ସବୁଠୁ ଫେଭରାଇଟ୍ ଜିନିଷ ହେଇଛି ଶୁଖୁଆ ପୋଡ଼ା। ଶୁଖୁଆ ପୋଡ଼ା ତ ଆପଣମାନେ ଜାଣିଥିବେ, ମାଛକୁ ସାଇଡ଼୍ କରିଦେଇ ଶୁଖୁଆ ଖାଉ। ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍